12 ଅଗଷ୍ଟ ଚିତା ଲାଗି ଅମାବାସ୍ୟା ଦିନ ମାତ୍ର ଗୋଟିଏ ଟଙ୍କା ଆପଣଙ୍କ ଭାଗ୍ୟକୁ ପୁରା ବଦଳାଇ ଦେବ। ଆପଣଙ୍କ ଜୀବନରେ ଏତେ ଧନ ଆସିବ ଯେ ଆପଣ କେବେ ବି ବିଶ୍ୱାସ କରିନଥିବେ। ଆଉ ଏଥିପାଇଁ ସେହି 1 ଟଙ୍କିଆ କଏନରେ ଆପଣଙ୍କୁ ଏହି ଚିତା ଲାଗି ଅମାବାସ୍ୟା ଦିନ ଗୋଟିଏ ରାମବାଣ ଉପାୟଟିଏ କରିବାକୁ ପଡ଼ିବ। ତେବେ ଚାଲନ୍ତୁ ଜାଣିବା କଣ ସେହି ରାମବାଣ ଉପାୟ। କିନ୍ତୁ ଜାଣିବା ପୂର୍ବରୁ ହେ ମାତା ଲକ୍ଷ୍ମୀ, ଯିଏ ବି ଆପଣଙ୍କର ଏହି ଭିଡିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଲେଖିବେ, ତାଙ୍କ ଘରକୁ ଅନ୍ନ ଓ ଧନ ଓ ସୌଭାଗ୍ୟ ସୁଖ ସମୃଦ୍ଧିରେ ଭରିଦେବେ। ତ ଉପାୟ ପାଇଁ ଆପଣ ଗୋଟିଏ ପିତ୍ତଳର ଗିନାଟିଏ ନେବେ। ସେହି ପିତ୍ତଳ ଗିନାରେ ଗଙ୍ଗା ଜଳ ଢାଳିବେ ଏବଂ ଗୋଟିଏ 1 ଟଙ୍କିଆ କଏନଟିଏ ନେବେ। କିନ୍ତୁ ସେହି କଏନଟି ନେବା ପୂର୍ବରୁ ସେହି 1 ଟଙ୍କିଆ କଏନଟିକୁ ଭଲସେ ସାବୁନ ବା ସର୍ଫରେ ସଫା କରିଦେବେ। କିନ୍ତୁ ଧ୍ୟାନ ରଖିବେ ଖଣ୍ଡିଆ କଏନ ନେବେ ନାହିଁ। ତାପରେ ସେହି କଏନକୁ ଭଲସେ ସଫା କରି ସାରିବା ପରେ ସେହି ପିତ୍ତଳ ଗିନାରେ ଗଙ୍ଗା ଜଳରେ ପକାଇଦେବେ। ତାପରେ ସେହି ପିତ୍ତଳ ଗିନାକୁ ନେଇ ଆପଣଙ୍କର ଛାତ ଉପରକୁ ଚାଲିଯିବେ। ଛାତ ଉପରେ ଯାଇ ଏପରି ଏକ ଜାଗାରେ ସେହି ଗିନାକୁ ରଖିବେ ଯେଉଁଠି ଚନ୍ଦ୍ରର ଛାଇ ପଡୁଥିବ ବା ଚନ୍ଦ୍ରର ରୋଶନୀ ପଡୁଥିବ। ସେହି ଜାଗାରେ ସେହି ପିତ୍ତଳ ଗିନାକୁ ରଖିଦେବେ। ଆଉ ଏହି ଉପାୟଟିକୁ ଆପଣମାନେ ରାତି 11:30 ପୂର୍ବରୁ ହିଁ କରିବେ। ତାପରେ ରାତି ଯାକ ସେମିତି ସେହି ପିତ୍ତଳ ଗିନାକୁ ସେହି ଛାତ ଉପରେ ରଖିବାକୁ ଦେବେ। ତା ପରଦିନ ସକାଳୁ ଉଠି ସ୍ନାନ ସାରି ସେହି ପିତ୍ତଳ ଗିନାକୁ ଛାତ ଉପରୁ ନେଇ ଆସିବେ। ତାପରେ ସେହି କଏନଟିକୁ ଗିନାରୁ କାଢି ଭଲସେ ଧୋଇଦେବେ। ଗୋଟିଏ ଲାଲ କପଡାରେ ଗୁଡାଇକି ଆପଣ ଯେଉଁଠି ଆପଣଙ୍କର ଟଙ୍କା ପଇସା ସୁନା ଗହଣା ରଖୁଛନ୍ତି ସେହି ଜାଗାରେ ସେହି କଏନଟିକୁ ନେଇକି ରଖିଦେବେ। ବାସ୍ ଏତିକି ଉପାୟ ଆପଣଙ୍କୁ କରିବାକୁ ପଡିବ। ଆଉ ଯଦି ଏତିକି କାମ ଆପଣମାନେ ଏହି ଚିତା ଲାଗି ଅମାବାସ୍ୟା ଦିନ କରିଦେଉଛନ୍ତି ତ ସେହି 1 ଟଙ୍କିଆ କଏନ ଗୋଟିଏ ଚୁମ୍ବକ ବନି ଆପଣଙ୍କ ଜୀବନରେ ଯାହା ଧନକୁ ଟାଣିବାର କାମ କରିବ। ଆପଣ ଆପଣଙ୍କ ଜୀବନରେ ନିଜେ ଦେଖିବେ କି ଚାରି ଦିଗରୁ ଆପଣଙ୍କ ପାଖକୁ ଧନ ଟାଣି ହୋଇ ଆସିବ। ଏହା ମାତା ଲକ୍ଷ୍ମୀଙ୍କର ବରଦାନ ଓ ଆଶୀର୍ବାଦ ଆପଣଙ୍କ ଜୀବନରେ ବନିଯିବ। ଯାହା ପରେ ଆପଣଙ୍କ ଜୀବନରେ କେବେ ବି ଧନର କମି ଆଉ ରହିବ ନାହିଁ। ଯଦି ଆପଣଙ୍କ ଘରେ କେହି ବହୁ ଦିନ ହେବ କୌଣସି ଏକ ରୋଗରେ ପୀଡ଼ିତ ରହିଛନ୍ତି ତ ଆପଣ ଏଥିପାଇଁ ବି ଗୋଟିଏ ଉପାୟ କରିବାକୁ ପଡିବ। ଆଉ ଏହି ଉପାୟଟି ଏହି ଚିତା ଲାଗି ଅମାବାସ୍ୟା ଦିନ କରିବ। ଉପାୟଟି ହେଉଛି ଗୋଟିଏ କଳା କପଡାଟିଏ ନେବେ। ସେହି କଳା କପଡାରେ କିଛି ଗୋଲମରିଚ ନେଇ ଗୋଟିଏ ପୋଟଳି ସଦୃଶ ବନାଇଦେବେ। ତାପରେ ସେହି ପୋଟଳିଟିକୁ ନେଇ ରୋଗୀଣା ବ୍ୟକ୍ତିର ମୁଣ୍ଡ ତଳେ ରଖିଦେବେ। ତା ପରଦିନ ସକାଳୁ ଉଠି ସେହି ପୋଟଳିଟିକୁ ମୁଣ୍ଡରୁ କାଢି ଆଣିବେ। ସେହି ରୋଗୀଣା ବ୍ୟକ୍ତିର ମୁଣ୍ଡରେ 7 ଥର ବୁଲାଇ ଆଣିବେ। ତାପରେ ସେହି ଗୋଲମରିଚକୁ ନେଇ ବହୁଥିବା ନଈରେ ଭସାଇ ସେ କଳା ରଙ୍ଗର କପଡାଟିକୁ ବି ନଦୀରେ ଭସାଇ ଦେବେ। ବାସ୍ ଏତିକି କରନ୍ତୁ, ଦେଖିବେ ତା ପରଠାରୁ ସେହି ରୋଗୀଣା ବ୍ୟକ୍ତିକି ଆସ୍ତେ ଆସ୍ତେ ସୁସ୍ଥ ହେବାକୁ ଲାଗିବେ। ଆଉ ଏହି ଉପାୟଟି ବି ଆପଣ ଏହି ଚିତା ଲାଗି ଅମାବାସ୍ୟା ଦିନ